ଆଜ୍ଞା ଟିକେ ପରିଚୟ ଦେବେ। ମୋ ନାଁ ବିନୋଦ ଲେଙ୍କା, ନିଆଳି ବାସିନ୍ଦା, ନିଆଳିର। କାଲି ରାତିରେ ଗୋଟେ ହାଇୱା ଧକ୍କାରେ ଗୋଟେ ଷଣ୍ଢ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଚିକିତ୍ସିତ ହେଉଛି, କଣ କହିବେ? ଗୁରୁତ୍ୱର କ'ଣ, ବଞ୍ଚିବ ମରିବ ତ ଇଏ ନାହିଁ, ତାର ଗୋଟେ ଗୋଡ଼ ବି କଟା ହେଇଛି। ଆଉ ମୁଁ ତ ଧନ୍ୟବାଦ ଦେବି ପ୍ରଥମେ ଯେ ଭେଟନାରୀର ଯେଉଁମାନେ ଅଛନ୍ତି ଏଠି, ଡକ୍ଟର 2 ଜଣ ଅଛନ୍ତି, ସୁନୀଲ ସାର୍ ଆଉ ସେ ପ୍ରଭାସ ସାର୍, ଆଙ୍କୁ ତ ଆଗେ ଧନ୍ୟବାଦ ଦେବି ଯେ ମାନେ ମାନେ ଜୀବନ୍ତ ଭଗବାନ ଭଳି ତାଙ୍କୁ ଯେତିକି ଟ୍ରିଟମେଣ୍ଟ କରିଛନ୍ତି। ଦେଖିବି ବି ତାର ଭିଡ଼ିଓ, ତା ଗୋଡ଼ ତ କଟା ହେଇଛି, କେଉଁ ହାଇୱା ବାଡ଼େଇଛି ଇଏ କରିଛି ସେଇଟା ତ କହିହେବନି। ତେଣୁ ସେମାନଙ୍କ ମାନେ ବର୍ତ୍ତମାନ ସେମାନେ ଯେଉଁ ଟ୍ରିଟମେଣ୍ଟ କରିଛନ୍ତି, ଆଶା କରାଯାଉଛି ମାନେ ବଞ୍ଚିଯିବ ବୋଲି। ନାଇଁ, ବର୍ତ୍ତମାନ ଷଣ୍ଢଟି ମେଡିକାଲକୁ କେମିତି ଆସିଲା, ଆପଣ କେତେବେଳେ ଆସି ଷଣ୍ଢଟି ପହଞ୍ଚିଲେ? କିଏ ଆଣିଛନ୍ତି ମୁଁ କହିପାରିବିନି, କିନ୍ତୁ ମୁଁ ପଛରେ ଶୁଣିଲି ଯେ ଏଇଠାକାର କିଛି ଜନସାଧାରଣ, ସାନ ଭାଇମାନେ, ବଡ଼ ଭାଇମାନେ, ସେମାନେ ଆଣିଛନ୍ତି। ମୋତେ ଆପଣ ସକାଳେ, କେତେବେଳେ ପହଞ୍ଚିଲେ? ମୁଁ ପହଞ୍ଚିଲି 10ଟା। ପହଞ୍ଚିବା ପରେ କଣ ଅବସ୍ଥା ଥିଲା ଆଉ ମୁଁ କଣ? ପହଞ୍ଚିବା ପରେ ଏଠି ଦେଖିଲି ଯେ ମୁଁ ସକାଳୁ ଖବର ପାଇଥିଲି, ତେଣୁ ମୁଁ ଆସିପାରିନଥିଲି। ମୁଁ 10ଟାରେ ପହଞ୍ଚିବା ପରେ ଦେଖିଲି ଯେ ଏଇ ଅବସ୍ଥାରେ ଷଣ୍ଢଟି ଅଛି। ତାପରେ ସାର୍ମାନେ ଆଉ ଭିଡ଼ିଓ ତ ଦେଖୁଥିବେ, ଯଦି ଦେଖିଥିବେ କି କରିଥିବେ, ପଛରେ ତ ପହଞ୍ଚିଲେ ଦେଖିଥିବେ ଯଦି କେମିତି ଗୋଡ଼ କଟା ହେଇଛି, କ'ଣ ହେଇଛି। ଆଉ ତା ଅବସ୍ଥା ବହୁତ ଗୁରୁତର ଥିଲା। ତାକୁ ଆମେ ଚେଷ୍ଟା ବି କରୁଛୁ ବାହାରକୁ ନେବା ପାଇଁ, ଟ୍ରିଟମେଣ୍ଟ ପାଇଁ। ଆଉ ଏଠି ତ ଯାହା ମାନେ ଇନିସିଆଲି ହେଇଯାଇଛି, ଟ୍ରିଟମେଣ୍ଟ ହେଇସାରିଛି। ଆଉ ଦୁଃଖର ବିଷୟ, ଆଶା ବି କରୁଛୁ ଭଗବାନ କରନ୍ତୁ ବଞ୍ଚିଯାଉ। ବର୍ତ୍ତମାନ ନିଆଳିରେ ବୁଲା ଷଣ୍ଢଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ କିଛି ଦିନ ହେଲା ନିଆଳିରେ ଗୋଶାଳାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଉ ବର୍ତ୍ତମାନ ନିଆଳିରେ ଗୋଟେ ଅଛି ଗୋ ସେବା ଟ୍ରଷ୍ଟ, ତାର ଭୂମିକା ବର୍ତ୍ତମାନ କଣ ହବା ଉଚିତ? ଆଉ ବର୍ତ୍ତମାନ ସେମାନେ କେହି ପହଞ୍ଚିଛନ୍ତି କି ନାହିଁ, ଖବର ଅଛି କି? ନାଇଁ, ସେମିତି କିଛି ନାହିଁ। ଆଉ ଗୋଶାଳା ତ ବହୁତ ଲୋକ କରିପାରିବେ, ଟ୍ରଷ୍ଟ ବି କରିପାରିବେ, ଇଏ କରିପାରିବେ। ସେବା ମନୋବୃତ୍ତି ନେଇ କରିବାର ଆବଶ୍ୟକତା ଅଛି। ଏ ଜାଗାରେ ଜଣେ ସେବା ମନୋବୃତ୍ତି ନେଇ କଲେ ତାର କୌଣସି ହେବନି। ମୁଁ ବି ଗଣମାଧ୍ୟମରୁ ବଜାରରୁ ଶୁଣିଛି ଯେ ଏମିତି ଗୋଶାଳା ହେଉଛି, ସେଟା ଗୋଟେ ସ୍ୱାଗତଯୋଗ୍ୟ ଜିନିଷ। କିନ୍ତୁ ଗୋ ନାଁରେ ହରିଲୁଟ୍ କରିବା, ଗୋ ସେବା ନ କରିକିରି ଫଟୋ ଉଠେଇବା ଆଉ ଭିଡ଼ିଓ ଛାଡ଼ିବା, ଇଏ ଗୋ ସେବା ନୁହେଁ। ଆଉ ବହୁତ ଲୋକ, ମୁଁ ଶୁଣୁଛି ଯେ ଗୋଶାଳା କରିବା ପାଇଁ ଆଗ୍ରହ କାହାନ୍ତି ସେମାନେ ସେମାନଙ୍କ କାମ କାଣ, ଗୋଶାଳାରେ କ'ଣ ହୁଏ, ଗୋଶାଳାର କ'ଣ ତାର ପାରାଫନିଆ ସେମାନେ ଜାଣିଥିବା ଦରକାର। ଗୋଶାଳାରେ ହୁଏନି ଯେ ଦୁଆଳିଆ ଗାଈ ଆଣିକିରି ଦୁଇଁବା। ଗୋଶାଳା ନୁହେଁ ଯେ କିଏ ନେଇକିରି ଛାଡ଼ିଦେଲା, ଥାନା ନେଇକିରି ଦେଇଦେଲା, ସେଇଟା ଗୋଟେ ଗୋଶାଳା ନୁହେଁ। ଗୋରୁମାନଙ୍କର ସେବା କରିବା ପାଇଁ ଗୋଶାଳାର ତିଆରି କରାଯାଏ। ବହୁତ ବଡ଼ ବଡ଼ ଗୋଶାଳା ଆଗରୁ ହେଇଛି। ଆମେ ବି ଗୋଶାଳା ଯେଉଁ ଦେଖିଛୁ, ଆମ ବୟସ ଅନୁସାରେ ଆମେ ଯେତିକି ଗୋଶାଳା ବୁଲିଛୁ, ଦେଖିଛୁ, ସେଠି ଗୋରୁମାନଙ୍କର ସେବା କରାଯାଏ। ଏମାନେ କି ସେବା କରିବେ ମୁଁ ତ ସେଇଟା ଜାଣିନି। ଟ୍ରଷ୍ଟ ବି କରିଛନ୍ତି ବୋଲି ଶୁଣିବାକୁ ମିଳୁଛି। ଟ୍ରଷ୍ଟରେ କିଏ କିଏ ଅଛନ୍ତି, ସେବା କରିବା ଲୋକ ଟ୍ରଷ୍ଟରେ ରହିବା ଦରକାର। ନାଁ କମେଇବା ଲୋକ, ଫଟୋ ଉଠେଇବା ଲୋକ ଏଟା ନିଜେ ବି ଜାଣନ୍ତୁ କେମିତି ଗାଈ ଗୋରୁ ହେଉଛନ୍ତି। ଆ ପୂର୍ବରୁ ବି ଆପଣ ଦେଖନ୍ତୁ, 8 ଦିନ ତଳେ ଗୋଟେ ଷଣ୍ଢ, 8 ଦିନ ତଳେ 2ଟା ଷଣ୍ଢ, ସେମାନଙ୍କର କେମିତି ପେଟ ପଚି ଯାଇଛି, ମାନେ ବ୍ଲଡ଼ ପୁଜ ବାହାରୁଛି। ଆଉ ସେ ବର୍ତ୍ତମାନ ଶୁଣୁଛୁ ଯେ ସେମାନେ କେହି ଆସିନାହାନ୍ତି। ସେମାନଙ୍କର ଆସିବା ନ ଆସିବାରେ ନାହିଁ, ସେମାନଙ୍କର କର୍ମ କରିବା, ସେମାନଙ୍କର ସେବା କରିବା ଉପରେ ନିର୍ଭର କରେ। ଏମାନେ ଭାବୁଛନ୍ତି ଗୋଶାଳା ମାନେ ବୋଧେ ଗଭର୍ଣ୍ଣମେଣ୍ଟର କିଛି ପଇସା ଆସିବ କି ଇଏ ହେବ, ଏଇଟା ଗୋଶାଳା, ଆଉ କିଏ ଗାଈ ଆଣି ଛାଡ଼ିଦେଲା ଆମେ ତାକୁ ରଖିକି ବାନ୍ଧିବୁ ଦୁଇଁବୁ, ଏଇଟା ଗୋଶାଳା ବୋଲି ଭାବୁଛନ୍ତି। ଏଇଟା ଗୋଶାଳା ନୁହେଁ। ବର୍ତ୍ତମାନ ଯୋଉ ଷଣ୍ଢଟି ଅତ୍ୟନ୍ତ ଗୁରୁତର ହେଇଛି, ତାର ଗୋଟେ ଗୋଡ଼ କଟା ସରିଛି, ଗୋଟେ ବର୍ତ୍ତମାନ ସେ କୋଉଠି ରହିବ, କଣ ବ୍ୟବସ୍ଥା କିଛି କରାଯାଇଛି? ବ୍ୟବସ୍ଥା ହେଇନି। ମୁଁ କିଛି ଚେଷ୍ଟା କରୁଛି, ମୋର ଯେଉଁ ଗୋଶାଳା ଭୁବନେଶ୍ୱରରେ, ଲିଙ୍ଗପୁରରେ କି ଯେଉଁଠି ଯେମିତି ଆମ କଣ୍ଟାକ୍ଟରେ ଯେଉଁମାନେ ସବୁ ଅଛନ୍ତି, ଏଇ ସେ RSS ହୁଅନ୍ତୁ କି ଯେଉଁମାନେ ଭାଇମାନେ ଯେଉଁମାନେ ଟ୍ରିଟମେଣ୍ଟ କରୁଛନ୍ତି, ଯେଉଁମାନେ ମୋ କଣ୍ଟାକ୍ଟରେ ଅଛନ୍ତି, ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରିଛି। ଆଗରୁ ବି ବହୁତ ଷଣ୍ଢକୁ ପଠେଇଛି ସେ ଜାଗାକୁ। ଆଶା କରୁଛି ବି ସେମାନେ ଆକୁ ଗ୍ରହଣ କରିବେ। ଆଉ ଏଠି କମ୍ ମାନେ ଆପଣ ରାସ୍ତା ଉପରକୁ ଗଲେ ଦେଖିବେ ଏଠି ଷଣ୍ଢ ଗାଈ ଗୋରୁଙ୍କର କେମିତି ଇଏ ହେଉଛି। ଦୀର୍ଘ ବର୍ଷ ହେବ ଆମେ ଦେଖୁଛୁ, ଆପଣ ବିଶେଷ କରି ଏଇସବୁ କାମରେ ଆଗଭର ଅଛନ୍ତି। ଯୋଉଠି ଦେଖିଲୁ, ଯୋଉଠି ରାସ୍ତା କଡ଼ ହଉ, ଯୋଉ ଜାଗାରେ ଅସୁବିଧାରେ ପଡ଼ନ୍ତି, ଆପଣ ଯାଇ ପହଞ୍ଚନ୍ତି। ତେବେ ଆପଣଙ୍କୁ ଏ ପ୍ରକାର କ'ଣ ପାଇଁ ଆଗ୍ରହ ମନରେ ହେଲା, ଆଉ ଆପଣ କ'ଣ ମେସେଜ ଦେବେ? ମୋ ନିଜ କଥା ତ କହୁଛି, ମୁଁ କୌଣସି, ଯଦିଓ ଆମର ଛୋଟ ମୋଟ ହେଇକିରି ଆମର କିଛି ସାଙ୍ଗସାଥି ସଂଗଠନ ଅଛି କି ଇଏ ଅଛି, କିନ୍ତୁ ସଂଗଠନର ଲକ୍ଷ୍ୟ ନୁହେଁ ଯେ ମୁଁ ମୋ ନିଜେ କରେ, ମୋ ନିଜର ଇଚ୍ଛା ଶକ୍ତି, ମୁଁ ଯେ ଏଇ କାମ ମୁଁ କରିବି। ଯେଉଁ ଲୋକର ପାଟି ଫିଟୁନି, ଯେଉଁ ଲୋକ ପଶୁଜନ୍ତୁଟେ, ତାକୁ ଯେଉଁ କଷ୍ଟ ହେଉଛି, ଆପଣ ଏଇଠି ଠିଆ ହେଇପାରିନଥାନ୍ତେ। ଯେଉଁ ସମୟରେ ତା ଗୋଡ଼ କଟା ଯାଉଥିଲା,
से समय पशु जंतुटे बोली देखी पारुଥିଲେ मनीषटे ହେଇଥିଲେ देखी पार नथांते ये तो गोटे कथा ताकू केमिति धरिया पड़ुଛି एठी लोकटे धरिबा पई एठी लोक नाहंती सेवा करिया तो दूरर कथा का गोटे डाकिले एठी आसिकरी पहुंचीबा गोड़ दिटा को धरिबा से जिंस भी नाही एठी देखुथिबे दिटा ऑफिसर केमिति तांकर पैंट शर्ट खोली केम को परिश्रम रे से माने से काम करूचंती तेणु जतले गोटे लोक करि पारुची मोर समय जतले मिले मु ये काम करिया पई निजस्व मोर एटा ये मोर जेतिकी माने मोर संस्कार जेतिकी जहाँ आमर बड़ मान शिखीचु बड़ भाई मैंने भी अच्छा जो मैंने आमको प्रेरणा देइचंती आमको साहाय्य करूचंती मोर जने सांग एठी अछि मेडिसिन स्टोर करिछि ए नियाली रे मु कहूछि मु सेवा करूछि मु आसिकरी ये करूछि किंतु ता पछरे को मान अछंती को मान मते साहाय्य करूचंती एठी गोटे सुभाष बिली मोर गोटे सांग अछि सेटा कहिया पई चाहुनी आ सिए तो भी मना करे मोर जतबेले जहाँ दरकार पड़े से दिए मु परिश्रम दउछि किंतु ता पई आर्थिक ता पई औषध ता पई ये सी जोगाए तेणु कर मनोवृत्ति रहिले समस्ते करें सहयोगर मनोवृत्ति रहिले समस्ते सहयोग करें आउ जो मैंने किसी करूना बहुत किसी आज्ञा बूम देखले समस्ते ये आसिक विभिन्न भिन्न कथा कहे मुझे क्या एग्नेस्ट कहवाई चाहूनी कौन लोक आ एग्नेस्ट गले मु कौन कहूँ जब भूल कहूँ ठीक कहूँ ता भी मो कथार भी किछिटा आसीथिबो प्रशासन पाखरे कोन दाबी रहबा आपन प्रशासन पाखे दाबी रहिबो एठी जो माने ऑफिसर अछन्ते आउ किछि ऑफिसर दियंतु जो मैंने काम करेंगे केते एलआई अच्छा केते गुरु गाई ये अच्छा सेवा केमती हो पार से बाबद देखु ये गोटे दीटा तीनटा ऑफिसर रे एते बड़ एरिया है तापर गो धन धीरे धीरे बढ़ला सरकार बर्तमान गो संपत्ति बढ़ावा लोक गाई गोरु सब्सिडी दौची गाई गोरु देदेले कौन हम तार ट्रिटमेंट किए कर आदि ट्रिटमेंट न हम चाषीटे माने उन्नति करिवो केमती एटा भी सरकार ये आउ किछ दिन तले कही मोर भी मोर बड़ भाई जे एठी अछंती विधायक अछंती छवि मल्लिक तांकु भी मो आशा करूची केतले देखा हेले निश्चिंत कहबी यार जो बिल्डिंग रो अछि यार जो अवस्था एठी अछि ता ऊपर निश्चिंत भी आशा करूची सरकारी स्तर रे निश्चिंत आर पदक्षेप निया जिवो आ से आशा माने से भली माने माने जति करिसंती आ आशा करूची आ बहुत किछि करिवा पई से निश्चिंत आगबर हेबे कथार आपण मानक भी अनुरोध करुच्ची मीडिया माध्यम अनुरोध करुच्ची क्या विरुद्ध रे क्या आक्षेप करी न कही आर केमती सुरक्षा हो पार जो आमर आम कहूचे गो माता बोली कहूचे से घरे माटे जर पड़े आसिक जड़े 200 टंकार औषध नहीं जाऊँगी किंतु एठी गोटे षंडटे पड़ी एठी गोटे गाई गोरुटे पड़ी आपाई तो पुणी जड़े किए चिंता कर आज की 25 वर्ष तले घास चाष होता यही भेटनारी ये घास चाष होता एठी काम करने लोक ये केते थिले एबे काई 25 वर्ष पूर्व होता 25 वर्ष पर ना कहीं हो न पार से जिनसा जनसाधारण चिंता करूँ से जिनसा प्रशासन चिंता करूँ से जिनसा ये जो मैंने सेवा करुँच जो मैंने गणमाध्यम आपण मैंने भी चिंता करूँ आपको केमती आगू नहीं हम आपको केमती करहब मोर दाबी रहिबो आशा करुँची आपण मानक माध्यम रे निश्चिंत यही आज भिडियो पर आशा करुँची तो क्या कहवाई आम मो मनरे ना जे आ गोटे किए बुम देखेब क्या कहबी कौन कहबी क्या विरुद्ध रे कहबी से ना कि आशा करुँची एठाकर उन्नति हो उन्नति समस्त एकजुट हूँ गोशाला करदेवाटा बड़ कथा नुहे गोशाला 5टा करदे गोशाला को काम करवा गोशाला को गाई गोरु षंड जो मैंने अवहेलित होकर पड़ते आना सेवा करवा सेटा मनोवृत्ति समस्त एकाठी करूँ आपको किए क्या कहला किए कौन करुच्ची न करुच्ची से जिनस एतटा ये न करवा बहुत भल। धन्यवाद।